ନମସ୍କାର ବନ୍ଧୁଗଣ, ୱେଲକମ୍ ଟୁ ଏଜୁକେସନ୍ ପଏଣ୍ଟ ଚ୍ୟାନେଲ୍। ତେବେ ବନ୍ଧୁଗଣ, ଆପଣମାନଙ୍କ ପାଇଁ ଫୋନ୍ ତ ନ୍ୟୁ ଭିଡ଼ିଓ ବା ନ୍ୟୁ ଭ୍ୟାକେନ୍ସି ନେଇକି ଆସିଛି। ଗୋଟେ ରହିଛି ଭ୍ୟାକେନ୍ସି, ଯେଉଁଟା ରହିଛି ସୈନିକ ସ୍କୁଲ ତରଫରୁ ଆସିଛି ଭ୍ୟାକେନ୍ସି। ବହୁତ ଦିନ ପରେ ବହୁତ ବଡ଼ ଭ୍ୟାକେନ୍ସି ଆସିଯାଇଛି, ଯେଉଁଟାକି ସୈନିକ ସ୍କୁଲରେ। କାହିଁକିନା ବହୁତ ସମୟରେ ପିଲାଙ୍କ ଡାଉଟ୍ ଥିଲା ସୈନିକ ସ୍କୁଲ ଭ୍ୟାକେନ୍ସି କେବେ ଆସିବ। ତ ଯେଉଁମାନଙ୍କ ପାଇଁ ଆଜି ମୁଁ ଭ୍ୟାକେନ୍ସି ନେଇକି ଆସିଛି, ଦେଖନ୍ତୁ ବହୁତ ବଡ଼ ଭ୍ୟାକେନ୍ସି। କାହିଁକିନା ଏଠି ରହିଛି ବହୁତ ସାରା ଡିଫରେଣ୍ଟ ପୋଷ୍ଟ ରହିଛି, ତା ସହିତ ଡିଫରେଣ୍ଟ ଯୋଗ୍ୟତା ଅନୁସାରେ। କାହିଁକିନା ଏଠି ଟିଚିଂ ଆଣ୍ଡ ନନ୍ ଟିଚିଂ ସବୁ ପ୍ରକାର ଭ୍ୟାକେନ୍ସି ରହିଛି। ତେବେ ଆସନ୍ତୁ ଦେଖିବା କ'ଣ ରହିଛି ଭ୍ୟାକେନ୍ସି ରହିଛି, କେଉଁ ଜିଲ୍ଲା ରହିଛି, କେଉଁ ଜିଲ୍ଲାରେ ରହିଛି ଭ୍ୟାକେନ୍ସି ରହିଛି, ତା ସହିତ କେତୋଟି ପୋଷ୍ଟ ରହିଛି ଏବଂ ଯୋଗ୍ୟତା କ'ଣ ରହିବ, ଆବେଦନ ପ୍ରକ୍ରିୟା କ'ଣ ରହିବ, ସବୁ ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ କହି ରଖିବି। ଜମାରୁ ଭିଡ଼ିଓଟି କାଟି କାଟି ଦେଖିବେ ନାହିଁ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବେ, ଯାହାଦ୍ୱାରା ଆପଣ ଫୁଲ୍ ଡିଟେଲ୍ସ ଜାଣିପାରିବେ। ଆପଣମାନେ ବହୁଳ ମୋତେ ଦେଖୁଛନ୍ତି, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ସପୋର୍ଟ ମଧ୍ୟ କରନ୍ତୁ, ଯାହାଦ୍ୱାରା ମୋତେ ମୋଟିଭେଟ୍ ମିଳିବ ଏବଂ ଏନକରେଜ୍ ମଧ୍ୟ ମିଳିବ। ମୁଁ ଏମିତି ନ୍ୟୁ ଅପଡ଼େଟ୍ ଇନଫର୍ମେସନ୍ ସବୁଦିନ ଆଣିପାରିବି। ତେବେ ଦେଖନ୍ତୁ, ଗୋଟେ ସୈନିକ ତରଫରୁ ଆଣିଛି ଭ୍ୟାକେନ୍ସି, ଯେଉଁଠି ରହିଛି କଣ୍ଟ୍ରାକ୍ଚୁଆଲ୍ ବେସିସ୍ରେ ଆପଣ ଦେଖିପାରିବେ କ୍ଲିୟରଲି ପ୍ରଥମରୁ। ତେବେ ଆସନ୍ତୁ ଦେଖିବା ଆଜି କ'ଣ କ'ଣ ଭ୍ୟାକେନ୍ସି ପ୍ରଥମେ ଦେଖିବା, ତାପରେ ଆପଣମାନଙ୍କୁ ତାର ଯୋଗ୍ୟତା କହିବି ଆଉ ତାର ଠିକଣା କହିବି, କେଉଁ ଜିଲ୍ଲାରେ ରହିଛି ଭ୍ୟାକେନ୍ସି ତାହା ମଧ୍ୟ ଆପଣମାନଙ୍କୁ କହି ରଖିବି। ଦେଖନ୍ତୁ, ପ୍ରଥମେ ପିଜିଟି ପୋଷ୍ଟ କହିବାର ଅଛି। ଦେଖନ୍ତୁ, ପିଜିଟି ରହିଛି ଯେଉଁଟାକି ମ୍ୟାଥ୍ ରହିଛି, ଯେଉଁଟାକି କଣ୍ଟ୍ରାକ୍ଚୁଆଲ୍ ବେସିସ୍ରେ ଆପଣ ଦେଖିପାରୁଥିବେ। ଯେଉଁମାନେ ଇଣ୍ଟିଗ୍ରେଟେଡ୍ ପୋଷ୍ଟ ଗ୍ରାଜୁଏଟ୍ ବା ପିଜି କରିଥିବେ କିମ୍ବା ମାଷ୍ଟର ଡିଗ୍ରୀ କରିଥିବେ କନସର୍ନ ସବଜେକ୍ଟରେ, ତା ସହିତ ବିଇଡ଼ି କରିଥିବେ, ତାହେଲେ ସେମାନେ ପିଜିଟି ପୋଷ୍ଟ ପାଇଁ ଏଲିଜିବଲ୍ ହୋଇପାରିବେ। ଯଦି ସେମାନେ 3 ଇୟର୍ ଇଣ୍ଟିଗ୍ରେଟେଡ୍ ବିଇଡ଼ି ଏମ୍ଏଡ୍ କରିଛନ୍ତି ତାହେଲେ ମଧ୍ୟ ଏଲିଜିବଲ୍ ହୋଇପାରିବେ। ଯାହା ନେଇ ବହୁତ ସମୟରେ ପିଲାଙ୍କ ଡାଉଟ୍ ହୁଏ, ଆମେମାନେ ଏଇସବୁ ସ୍କୁଲମାନଙ୍କ ପାଇଁ ଏଲିଜିବଲ୍ ହେବାନି। ଦେଖନ୍ତୁ, ମୁଁ ବହୁତ ସମୟରେ ଭିଡ଼ିଓ ଆଣେ ଯେଉଁଥିରେ ଭ୍ୟାକେନ୍ସି ଥାଏ ଆଉ ମେନସନ୍ ମଧ୍ୟ ଥାଏ, ଯେଉଁଟାକି ରହିଛି 3 ଇୟର୍ ଇଣ୍ଟିଗ୍ରେଟେଡ୍ ବିଇଡ଼ି ଏମ୍ଏଡ୍ ମଧ୍ୟ ମେନସନ୍ ରହିଥାଏ। ଆଜି ମଧ୍ୟ ଆପଣମାନଙ୍କ ପାଇଁ ଆଣିକି ଆସିଛି, ଯେଉଁଟାକି ସୈନିକ ସ୍କୁଲ ତରଫରୁ ସେଇ ସ୍କୁଲ ଭ୍ୟାକେନ୍ସିରେ ମଧ୍ୟ 3 ଇୟର୍ ବିଇଡ଼ି ଏମ୍ଏଡ୍ ବା 3 ଇୟର୍ ଇଣ୍ଟିଗ୍ରେଟେଡ୍ ବିଇଡ଼ି ଏମ୍ଏଡ୍ ମଧ୍ୟ ମେନସନ୍ ରହିଛି। ଦେଖନ୍ତୁ, ଡିଜେବଲ୍ କୋଉମାନେ ମିଳିବ, ଯେଉଁମାନଙ୍କୁ ସିଟି ଅର୍ ଏସ୍ଟି ଥିବ ସେମାନେ ଡିଜେବଲ୍ ମିଳିବ, କିନ୍ତୁ ଆଉ ସମସ୍ତେ ଏଲିଜିବଲ୍ ହୋଇପାରିବେ। ପିଜି ବିଇଡ଼ି ଥିଲେ ଏଲିଜିବଲ୍ ହୋଇପାରିବେ। ଦେଖନ୍ତୁ, ତା ସହିତ ପିଜିଟି କମ୍ପ୍ୟୁଟର ସାଇନ୍ସ ମଧ୍ୟ ରହିଛି, ଯେଉଁଟାକି କଣ୍ଟ୍ରାକ୍ଚୁଆଲ୍ ବେସିସ୍ ମଧ୍ୟ ଏମ୍ଏସ୍ସି କରିଥିବେ ବା ତାଙ୍କର କମ୍ପ୍ୟୁଟର ସାଇନ୍ସ କିମ୍ବା ଆଇଟି ଅର୍ ଏମ୍ସିଏ କରିଥିବେ ଅର୍ ଏମ୍ଇ ଅର୍ ଏମ୍ଟେକ୍ କରିଥିବେ, ତାହେଲେ ମଧ୍ୟ ଏଲିଜିବଲ୍ ହୋଇପାରିବେ। ତା ସହିତ ବିଇଡ଼ି କରିଥିବା ଆବଶ୍ୟକତା ରହିଛି। ଯଦି 3 ଇଣ୍ଟିଗ୍ରେଟେଡ୍ ବିଇଡ଼ି ଏମ୍ଏଡ୍ କରିଛନ୍ତି ତାହେଲେ ମଧ୍ୟ ଏଲିଜିବଲ୍ ହୋଇପାରିବେ, ଯେଉଁଟାକି କମ୍ପ୍ୟୁଟର ସାଇନ୍ସରେ ରହିଛି ଭ୍ୟାକେନ୍ସି। ଦେଖିବେ ଡିଜେବଲ୍ ଦେଖନ୍ତୁ କେଉଁମାନଙ୍କୁ ସେମ୍ ରହିଛି, ଯେଉଁଟାକି ରହିଛି କ୍ୟାଣ୍ଡିଡେଟ୍ ୱିଥ୍ ହାୟର କ୍ୱାଲିଫିକେସନ୍, ସିଟି ଏସ୍ଟି ସେମାନଙ୍କୁ ଅଧିକ ଡିଜେବଲ୍ ମିଳିବ। ଏହାପରେ ଦେଖନ୍ତୁ ଆପଣମାନେ ପିଜିଟି ପଲିଟିକାଲ ସାଇନ୍ସ ଦେଖନ୍ତୁ, ବହୁତ ସାରା ପିଲାଙ୍କ ଡାଉଟ୍ ହୁଏ ଏସବୁ ପୋଷ୍ଟ ପାଇଁ। ଦେଖନ୍ତୁ, ଇଣ୍ଟିଗ୍ରେଟେଡ୍ ପୋଷ୍ଟ ଗ୍ରାଜୁଏଟ୍ କରିଥିବେ ଅର୍ ମାଷ୍ଟର ଡିଗ୍ରୀ କରିଥିବେ, ତା ସହିତ ବିଇଡ଼ି କରିଥିବେ, ତାହେଲେ ସେମାନେ ଏଲିଜିବଲ୍ ହୋଇପାରିବେ। ଯଦି ସେମାନେ 3 ଇୟର୍ ଇଣ୍ଟିଗ୍ରେଟେଡ୍ ବିଇଡ଼ି ଏମ୍ଏଡ୍ କରିଛନ୍ତି ତାହେଲେ ମଧ୍ୟ ଏଲିଜିବଲ୍ ହୋଇପାରିବେ। ଦେଖିପାରୁଥିବେ ଆପଣମାନେ। ଆଉ ଏସବୁର ସାଲାରୀ ମଧ୍ୟ ଦେଖିନିଅନ୍ତୁ। ଦେଖନ୍ତୁ, ଆପଣମାନେ ବହୁତ ସମୟରେ ପିଲାଙ୍କ ଡାଉଟ୍ ହୁଏ, ସାଲାରୀ 28,500 ରହିଛି। ଦେଖନ୍ତୁ, ଆପଣ ଦେଖିପାରୁଥିବେ ପିଜିଟିର ସବୁ 28,500 ସାଲାରୀ ରହିଛି, ଦେଖିପାରୁଥିବେ। ଏହାପରେ ଦେଖନ୍ତୁ, ପିଜିଟି ଇଂଲିଶ ଦେଖନ୍ତୁ ସେମ୍ ରହିଛି କ୍ୱାଲିଫିକେସନ୍, ମାଷ୍ଟର ଡିଗ୍ରୀ କରିଥିବେ ଆଉ ବିଇଡ଼ି କରିଥିବେ କନସର୍ନ ସବଜେକ୍ଟରେ, ତାହେଲେ ସେମାନେ ଏଲିଜିବଲ୍ ହୋଇପାରିବେ। ଏହାପରେ ଦେଖନ୍ତୁ ଆପଣମାନେ ଟିଜିଟି ସୋସିଆଲ ସାଇନ୍ସ ଦେଖନ୍ତୁ, ଯେଉଁଟାକି କଣ୍ଟ୍ରାକ୍ଚୁଆଲ୍ ବେସିସ୍ ମଧ୍ୟ ରହିଛି। ଆପଣମାନେ 4 ଇୟର୍ ଇଣ୍ଟିଗ୍ରେଟେଡ୍ ଡିଗ୍ରୀ କୋର୍ସ କରିଥିବେ କିମ୍ବା ବ୍ୟାଚଲର ଡିଗ୍ରୀ କୋର୍ସ କରିଥିବେ, ତା ସହିତ ବିଇଡ଼ି କରିଥିବେ, ତାହେଲେ ଆପଣମାନେ ଏଲିଜିବଲ୍ ହୋଇପାରିବେ। ଯଦି 3 ଇୟର୍ ଇଣ୍ଟିଗ୍ରେଟେଡ୍ ବିଇଡ଼ି ଏମ୍ଏଡ୍ କରିଛନ୍ତି ତାହେଲେ ମଧ୍ୟ ଆପଣମାନେ ଏଲିଜିବଲ୍ ହୋଇପାରିବେ, କିନ୍ତୁ ସିଟିଇଟିର ପେପର୍ 2 କ୍ୱାଲିଫାଇ ମଧ୍ୟ ମେନସନ୍ ରହିଛି। ଆଉ ସାଲାରୀ କେତେ ଦେଖନ୍ତୁ, ଦରମା 24,500 ମଧ୍ୟ ରହିଛି। ଦେଖନ୍ତୁ, ଟିଜିଟି ସେଭଳି ଇଂଲିଶ ରହିଛି ବୋଲି ମଧ୍ୟ ରହିଛି, ଯେଉଁଟାକି ସେମ୍ ରହିଛି, ସେମ୍ ଯୋଗ୍ୟତା ରହିଛି। ଯଦି ଏହା ପରେ ରିଗାର୍ଡ଼ିଂ କିଛି ଡାଉଟ୍ ହୁଏ ତାହେଲେ କମେଣ୍ଟ ବକ୍ସରେ ମୋତେ କହିପାରିବେ। ଜେନେରାଲ ସାଇନ୍ସ ଦେଖନ୍ତୁ ଟିଜିଟିର, ଏହା ମଧ୍ୟ କଣ୍ଟ୍ରାକ୍ଚୁଆଲ୍ ବେସିସ୍ ରହୁଛି। 4 ଇୟର୍ ଇଣ୍ଟିଗ୍ରେଟେଡ୍ ଡିଗ୍ରୀ କୋର୍ସ କରିଥିବେ, ତା ସହିତ ବିଇଡ଼ି କରିଥିବେ, ତାହେଲେ ଏଲିଜିବଲ୍ ହୋଇପାରିବେ। ବ୍ୟାଚଲର ଅନର୍ସ ଡିଗ୍ରୀ ବା ଆପଣ +3 କରିଥିବେ ବା ଗ୍ରାଜୁଏସନ୍ କରିଥିବେ ଆଉ କନସର୍ନ ସବଜେକ୍ଟ ଆପଣଙ୍କର ଅନର୍ସ ଥିବ ଆଉ ବିଇଡ଼ି କରିଥିବେ, ତାହେଲେ ମଧ୍ୟ ଏଲିଜିବଲ୍ ହୋଇପାରିବେ। ସାଲାରୀ ମଧ୍ୟ ସେମ୍ ରହିଛି। ଏହାପରେ ଦେଖନ୍ତୁ, ପିଇଟି ମଧ୍ୟ ରହିଛି, କଣ୍ଟ୍ରାକ୍ଚୁଆଲ୍ ବେସିସ୍ ମଧ୍ୟ ପିଇଟି ରହିଛି। ବ୍ୟାଚଲର ଇନ୍ ଫିଜିକାଲ୍ ଏଜୁକେସନ୍ ବିପିଇଟି କୋର୍ସ କରିଥିବେ। ଡିଜେବଲ୍ କେଉଁମାନେ ମିଳିବ, ଯେଉଁମାନଙ୍କର ଦେଖନ୍ତୁ ଷ୍ଟେଟ୍ ନ୍ୟାସନାଲ୍ ଲେବୁଲ୍ ଇନ୍ ଏନି ସ୍ପୋର୍ଟସରେ ଗେମ୍ସରେ ଥିବ ଆପଣଙ୍କର,
ତାହେଲେ ଆପଣମାନେ ଇଲିଜିବଲ୍ ହୋଇପାରିବେ। ଲାଇବ୍ରେରିଆନ୍ ପୋଷ୍ଟ ମଧ୍ୟ ରହିଛି, ଯେଉଁଟାକି କଣ୍ଟ୍ରାକ୍ଚୁଆଲ୍ ବେସିସ୍ ରହିଛି। ବହୁତ ପିଲା ଡାଉଟ୍ ଥିଲା ଲାଇବ୍ରେରିଆନ୍ କୋର୍ସ କେବେ, ଲାଇବ୍ରେରିଆନ୍ ପୋଷ୍ଟ କେବେ ଆସିବ, ଭ୍ୟାକେନ୍ସି କେବେ ଆସିବ। ଦେଖନ୍ତୁ ଭ୍ୟାକେନ୍ସି ଆସିଯାଇଛି, ଯେଉଁଟାକି ମାଷ୍ଟର ଡିଗ୍ରୀ କରିଥିବେ ଲାଇବ୍ରେରୀ ସାଇନ୍ସରେ, ପ୍ରଫିସିଏନ୍ସି ଇନ୍ ଟିଚିଂ ଇନ୍ ହିନ୍ଦୀ ଇଂଲିଶ ମିଡ଼ିୟମ୍, ତାହେଲେ ସେମାନେ ଇଲିଜିବଲ୍ ହୋଇପାରିବେ। ଆଉ ମଧ୍ୟ କୁକ୍ ରୋଷେଇଆ ପଦବୀ ମଧ୍ୟ ଅଛି, ଯେଉଁଟାକି ଅଛି 10ମ ପାସ୍ ଆଉ ଏକ୍ସପିରିଏନ୍ସ ଆଜ୍ କୁକ୍ ଥିବ। ଆଉ ଦରମା କେତେ ଦେଖନ୍ତୁ 20,000 ରହିଛି, ଆପଣମାନେ କ୍ଲିୟର ଦେଖିପାରୁଥିବେ। ଯଦି ଏହା ପରେ କିଛି ଡାଉଟ୍ ହୁଏ ତାହେଲେ କମେଣ୍ଟ ବକ୍ସ ମୋତେ କହିପାରିବେ, କିନ୍ତୁ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ସବୁବେଳେ ଶୁଣିବେ। ଭିଡ଼ିଓ ଏଣ୍ଡିଂ ଯାଏ ଶୁଣିଲେ ଆପଣମାନେ ଶେଷରେ ପର୍ଯ୍ୟନ୍ତ ଶୁଣିଲେ ଆପଣମାନେ ଜାଣିପାରିବେ କେତେ କ'ଣ କ'ଣ ଭ୍ୟାକେନ୍ସି ଅଛି, ତାର ଯୋଗ୍ୟତା କ'ଣ ରହୁଛି, ତାର ଦରମା କ'ଣ କେତେ ରହୁଛି, ସବୁ ଡିଟେଲ୍ସ ଆପଣମାନେ ଜାଣିପାରିବେ। ଏହାପରେ ଦେଖନ୍ତୁ ହଷ୍ଟେଲ ସୁପରଭାଇଜର ପୋଷ୍ଟ ମଧ୍ୟ ରହିଛି, ଯେଉଁଟାକି ଗ୍ରାଜୁଏସନ୍ ମାଗୁଛି, ତା ସହିତ ଏକ୍ସପିରିଏନ୍ସ ରେସିଡେନ୍ସିଆଲ ମଧ୍ୟ ମେନସନ୍ ଅଛି। ଯାହାର ଦରମା ଦେଖନ୍ତୁ 15,000 ରହୁଛି। ଫୁଡ଼ିଂ ଆକାଉଣ୍ଟେସନ୍ ଆକାଉଣ୍ଟେସନ୍ ଫୁଡ଼ିଂ ମଧ୍ୟ ରହୁଛି। ସିକ୍ୟୁରିଟି ଗାର୍ଡ଼ ମଧ୍ୟ ରହିଛି, ଯେଉଁଟାକି ଦେଖନ୍ତୁ ଆପଣ ଦେଖିପାରିବେ ଗନ୍ମ୍ୟାନ୍, ଦେଖନ୍ତୁ ଗନ୍ମ୍ୟାନ୍ ଯେଉଁଟା କହୁଛେ କ୍ୟାଣ୍ଡିଡେଟ୍ ୱିଥ୍ ଏକ୍ସପିରିଏନ୍ସ ରେସିଡେନ୍ସିଆଲ ପବ୍ଲିକ୍ ସ୍କୁଲ ଏକ୍ସପିରିଏନ୍ସ ଥିବ ଆଉ କମ୍ପ୍ୟୁଟର ନଲେଜ ଥିବ, ତାହାର ଦରମା ମଧ୍ୟ 15,000 ରହୁଛି। ସିକ୍ୟୁରିଟି ଫିମେଲ୍ ମଧ୍ୟ ରହୁଛି, ସେଇଟା ମେଲ୍ ଥିଲା। ଫିମେଲ୍ କ'ଣ କରିବେ ନା କ୍ୟାଣ୍ଡିଡେଟ୍ ୱିଥ୍ ଏକ୍ସପିରିଏନ୍ସ ଇନ୍ ରେସିଡେନ୍ସିଆଲ ପବ୍ଲିକ୍ ସ୍କୁଲ, ତାହେଲେ ସେମାନେ ଇଲିଜିବଲ୍ ମଧ୍ୟ ହୋଇପାରିବେ। ଏ ରହିଲା ଦରମା ମଧ୍ୟ ସେମ୍ ରହିଛି, ଆପଣ ଦେଖିପାରୁଥିବେ। এইসব রহিলা সৈনিক স্কুল তরফ রয়েছে ভ্যাকেন্সি। এবে আসুন দেখিবা এই ভ্যাকেন্সির যোগ্যতা দেখিলে, ভ্যাকেন্সি দরমা দেখিলে বর্তমানে আবেদন প্রক্রিয়া আপনার সর্টলি কই রখিবি। তারপরে আপনার এর ডিটেলস মধ্যে কহিবি, যে কেউ জেলা রয়েছে ভ্যাকেন্সি তাহা মধ্যে আপনার মু কহি রখিবি। দেখুন এই সৈনিক স্কুল তরফ রয়েছে ভ্যাকেন্সি, যেটা রয়েছে বଲାଙ୍ଗୀର ଜିଲ୍ଲା ଓଡ଼ିଶାର ରହିଛି ভ্যাকেন্সি। ଆପଣ ଭଲସେ ବୁଝି ରଖିବେ, ଯାହା ଆପଣଙ୍କ ସବୁ ଡାଉଟ୍ କ୍ଲିୟର ହୋଇଯିବ। ଯୋଉଠି ବଲାଙ୍ଗୀର ଜିଲ୍ଲା ରହିଛି ଭ୍ୟାକେନ୍ସି ରହିଛି এই ସୈନିକ ସ୍କୁଲଟି, ଭଲସେ ଦେଖି ନିଅନ୍ତୁ। ତେବେ ଆସନ୍ତୁ ଦେଖିବା ଏଇ ଯେଉଁ ଭ୍ୟାକେନ୍ସି ଅଛି ବଲାଙ୍ଗୀର ଜିଲ୍ଲାର, ଏ ଭ୍ୟାକେନ୍ସିରେ ଆପଣମାନଙ୍କର ରହିଛି ଆବେଦନ ପ୍ରକ୍ରିୟା କ'ଣ ରହିବ, ତାହା ମଧ୍ୟ ଆପଣମାନଙ୍କୁ ମୁଁ ସର୍ଟଲି ଦେଖେଇ ନେବି। ଦେଖନ୍ତୁ ଆପଣମାନେ ଏଠି ମଧ୍ୟ ମେନସନ୍ ଅଛି, ଦେଖନ୍ତୁ କ୍ୟାଣ୍ଡିଡେଟ୍ ସେଣ୍ଡ ଦେୟାର ଆପ୍ଲିକେସନ୍ ଥ୍ରୋ, ଦେଖନ୍ତୁ ଆପଣ କେତେ ପୋଷ୍ଟାଲ ଥ୍ରୋରେ ଆପଣ ଆବେଦନ କରିବାକୁ ପଡ଼ିବ, ଯେଉଁଟାକି ସ୍ପିଡ୍ ପୋଷ୍ଟ ବା ରେଜିଷ୍ଟର ପୋଷ୍ଟ କରିପାରିବେ। ଦେଖନ୍ତୁ ମଧ୍ୟ ମେନସନ୍ ଅଛି, ଆଉ ଦେଖିପାରୁଥିବେ ଥ୍ରୋ ଦେଖନ୍ତୁ ସବୁ କ୍ଲିୟରଲି ମଧ୍ୟ ମେନସନ୍ ଅଛି। ତଳେ ଏହାର ଠିକଣା ରହିଛି, ଯେଉଁ ଠିକଣାଟା ଆପଣ ପାଇଯିବେ ଡେସ୍କ୍ରିପ୍ସନ୍ ଲିଙ୍କରେ ପାଇଯିବେ। ଡେସ୍କ୍ରିପ୍ସନ୍ ଲିଙ୍କରେ ଆପଣମାନେ ସବୁ ଭ୍ୟାକେନ୍ସିର ଡିଟେଲ୍ସ ପାଇବା ସହିତ ଆପଣମାନେ ଏଇ ଯେଉଁ ଭ୍ୟାକେନ୍ସିର ଠିକଣା ମଧ୍ୟ ପାଇପାରିବେ, ସେଇଥିରେ ଆପଣ ଆବେଦନ କରିବେ। ଆବେଦନ ପୂର୍ବରୁ ମଧ୍ୟ ଗୋଟେ ରିସିପ୍ଟ ପେମେଣ୍ଟ ରିସିପ୍ଟ ଟାଇପ୍ର ଅଛି, ଯେଉଁଟା ଆପଣମାନେ ଡେସ୍କ୍ରିପ୍ସନ୍ ଲିଙ୍କ ଦେଲା ପରେ ଆପଣ ସେଇଟା ପାଇଯିବେ। ସେ ରିସିପ୍ଟଟା ମଧ୍ୟ ଆପଣମାନେ ନିହାତି ପେମେଣ୍ଟ କରିବାକୁ ପଡ଼ିବ, ଯେଉଁଟା ଆପଣମାନେ ଦେଖିଲେ ଜାଣିପାରିବେ ସବୁ। ଯଦି କିଛି ଡାଉଟ୍ ହୁଏ ଏହାପରେ ତାହେଲେ କମେଣ୍ଟ ବକ୍ସରେ ମଧ୍ୟ କହିପାରିବେ। ଦେଖନ୍ତୁ ଏହାର ଲାଷ୍ଟ ଡେଟ୍ ଦେଖନ୍ତୁ 1 ଏପ୍ରିଲ ଲାଷ୍ଟ ଡେଟ୍ ରହିଛି, କିନ୍ତୁ ଏପ୍ରିଲ 1 ଲାଷ୍ଟ ଡେଟ୍ ଅଛି। ତ ଆପଣମାନେ ଟିକେ ଜଲ୍ଦି ଜଲ୍ଦି ଆବେଦନ କରିନେବେ, ଭଲସେ ଦେଖି ନିଅନ୍ତୁ। ତେଣୁକରି ଆପଣ ଜଲ୍ଦି ଜଲ୍ଦି ଆବେଦନ କରିନେବେ। ତା ଆଗରୁ ଆପଣଙ୍କ ଯେଉଁ ରିସିପ୍ଟ ପେମେଣ୍ଟ ରିସିପ୍ଟ ଅଛି, ତା ସହିତ ଆପଣଙ୍କୁ ସ୍ପିଡ୍ ପୋଷ୍ଟ ଆଉ ରେଜିଷ୍ଟର ପୋଷ୍ଟ ମଧ୍ୟ ମେନସନ୍ ରହିଥିଲା। ପୋଷ୍ଟାଲରେ ଆପଣ ଆବେଦନ କରିପାରିବେ ରହିଛି, ତେଣୁକରି ଆପଣମାନେ ସମସ୍ତେ ଟିକେ ଜଲ୍ଦି ଜଲ୍ଦି ଆବେଦନ ମଧ୍ୟ କରିନେବେ। ଆଉ ଏହାପରେ ଯଦି ଏହି ରିଗାର୍ଡ଼ିଂ କିଛି ଡାଉଟ୍ ହୁଏ ତାହେଲେ କମେଣ୍ଟ ବକ୍ସ ମଧ୍ୟ କହିପାରିବେ। ଆଉ ମଧ୍ୟ ଏହାର ସିଲେକ୍ସନ୍ ପ୍ରୋସେସ୍ ମଧ୍ୟ ରହିଛି, ଦେଖନ୍ତୁ ଷ୍ଟ୍ରକ୍ଚର ସିଲେକ୍ସନ୍ ପ୍ରୋସେସ୍। ଫେଜ୍ 1 ଅଛି, ରିଟିନ୍ ଟେଷ୍ଟ ଅଛି। ଫେଜ୍ 2 ଦେଖନ୍ତୁ ଡେମନଷ୍ଟ୍ରେସନ୍ ବା ଫିଜିକାଲି ବା ସ୍କିଲ୍ ଟେଷ୍ଟ କରାଯିବ। ଫେଜ୍ 3 ମଧ୍ୟ ଇଣ୍ଟରଭ୍ୟୁ ରହିଛି। ଏହି ଅନୁସାରେ ଆପଣମାନେ ଏହାର ଷ୍ଟେପ୍ ରହୁଛି ବା ଏହାର ଷ୍ଟ୍ରକ୍ଚର ଏୟା ରହିଛି। ଯେଉଁ ଷ୍ଟ୍ରକ୍ଚର ରହିଛି ସିଲେକ୍ସନ୍ ପ୍ରୋସେସ୍ କରାଯାଉଛି, କାରଣ ବହୁତ ସମୟରେ ପିଲାଙ୍କ ଡାଉଟ୍ ହୁଏ ସିଲେକ୍ସନ୍ କେମିତି କରାଯିବ, ତେଣୁ ଆପଣଙ୍କର ଆଇ ହୋପ୍ ଡାଉଟ୍ ମଧ୍ୟ କ୍ଲିୟର ହୋଇଯିବ। ଠିକ୍ ଅଛି, ତେଣୁ ଜଲ୍ଦି ଜଲ୍ଦି ଆବେଦନ ମଧ୍ୟ କରି। ଏହାପରେ କିଛି ଡାଉଟ୍ ହୁଏ ତାହେଲେ କମେଣ୍ଟ ବକ୍ସ ମୋତେ କହିପାରିବେ। ଏହାର ସବୁ ଡିଟେଲ୍ସ ପାଇଯିବେ ଡେସ୍କ୍ରିପ୍ସନ୍ ଲିଙ୍କରେ। ଥ୍ୟାଙ୍କ ୟୁ ଫର୍ ଦିସ୍ ୱାଚିଂ।